ଚାଲିଛି ଅନବରତ ବର୍ଷା। ଏତିକିବେଳେ ବ୍ରହ୍ମପୁର ମହାନଗରରେ ମୁକୁଳା ପଡ଼ିଛି 70 ଭାଗ ଟ୍ରେନ୍। ଅସରାଏ ବର୍ଷାରେ ରାସ୍ତା ଉପରେ କୃତ୍ରିମ ବନ୍ୟା ଦେଖିବାକୁ ମିଳୁଛି। ତଥାପି ସମସ୍ତ ମୁକୁଳା ନାଳକୁ ଖୋଳାଇବାରେ ବିଏମ୍ସି ଓ ସେହି ରାସ୍ତା ଦାୟିତ୍ୱରେ ଥିବା ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରିଲା ନାହିଁ। ସହରର ନୀଳାଦ୍ରି ବିହାର, ସୋମନାଥ ନଗର, ଅଶୋକ ନଗର, ଆଙ୍କୁଲି, ଲାଞ୍ଜିପଲ୍ଲୀ ବାଇପାସ୍ ସର୍ଭିସ୍ ରୋଡ୍ ଡ୍ରେନ୍, ଗାନ୍ଧୀନଗର, ବାପୁଜୀ ନଗର ଭଳି ଅନେକ ସ୍ଥାନରେ ଥିବା ନାଳଗୁଡ଼ିକ ଦୀର୍ଘଦିନ ଧରି ମୁକୁଳା ରହିଛି। ମୁଁ ହିମାଂଶୁ ଶେଖର ସାହୁ। ଆପଣମାନେ ସମସ୍ତେ ଜାଣିଥିବେ 2024 ମସିହାରେ ଲକ୍ଷ୍ମୀ ନୃସିଂହ ସାହିରେ ଗୋଟେ ଛୋଟ ନାବାଳିକ 11 ବର୍ଷର ଗୋଟେ ନାବାଳିକ ସାଇରାମ ପାତ୍ର ବୋଲି ଜଣେ ଭାସି ଯାଇକି ମୃତ୍ୟୁବରଣ କରିଥିଲେ। ତାପରେ ମଧ୍ୟ ପ୍ରଶାସନ ମହାନଗର ନିଗମର ଏମାନଙ୍କର ଚେତା ପଶିନଥିଲା। ଗତ ବର୍ଷ ବି ଜୁନ୍ ମାସରେ ମେଡିକାଲ କ୍ୟାମ୍ପସ ଭିତରେ ଗୋଟେ ଡ୍ରେନ୍ରେ ଜଣେ ବୟସ୍କ ଲୋକ ଭାସି ଯାଇକି ମୃତ୍ୟୁବରଣ କରିଥିଲେ। ଆଉ ସବୁଠୁ ଲଜ୍ଜାର କଥା, ଯୋଉ ଡ୍ରେନ୍ରେ ଭାସିକି ସେ ଲୋକ ମୃତ୍ୟୁବରଣ କରିଥିଲେ ଆଜି ପର୍ଯ୍ୟନ୍ତ ସେଇ ଡ୍ରେନ୍କୁ ବାଉଁଶ ବ୍ୟାରିକେଡିଂ କରିକି ରଖାଯାଇଛି, ତାର ଗୋଟେ ପକ୍କା କାମ କରାଯାଉନି। ଆଉ ବ୍ରହ୍ମପୁର ମହାନଗର ମଧ୍ୟରେ ଆପଣ ଦେଖିବେ 70 ଭାଗ ନାଳ ଉପରେ ପକ୍କା ପ୍ଲେଟ୍ ନାହିଁ, ପୁଙ୍ଗୁଳା ଅବସ୍ଥାରେ ପଡ଼ିଛି। ନିର୍ଲଜ୍ଜତାର ଗୋଟେ ସୀମା ଅଛି, କିନ୍ତୁ ଏ ଯୋଉ ମହାନଗର ନିଗମକୁ ଏମାନଙ୍କୁ ଲଜ୍ଜା ନାହିଁ। ଏମାନେ କ'ଣ ପାଇଁ ସେଇ ସବୁ ଡ୍ରେନ୍ର ରିପେୟାର କରୁନାହାନ୍ତି? ଏମାନେ କ'ଣ ଅପେକ୍ଷା କରିଛନ୍ତି ଯେ ଆଉ କିଏ ଲୋକ ଭାସିକି ମୃତ୍ୟୁବରଣ କରିବେ, ଲୋକ ରାଜରାସ୍ତାକୁ ଆସିବେ, ଥାନା ଘେରାଉ କରିବେ, ମହାନଗର ନିଗମ ଅଫିସ ଘେରାଉ କରିବେ, ରାସ୍ତା ଷ୍ଟ୍ରାଇକ୍ କରିବେ, ଆଉ ଅଫିସ ଭିତରେ ପଶିକି ଭଙ୍ଗାରୁଜା କଲା ପରେ ଏମାନଙ୍କର କ'ଣ ଚେତା ପଶିବ କି? ତାପରେ ଯାଇକି ଏମାନେ ଡ୍ରେନ୍ ତିଆରି କରିବେ, ନା ଆଉ କେତେଟା ମୁଣ୍ଡ ଗଡ଼ିଲା ପରେ ଏମାନେ ଡ୍ରେନ୍ ତିଆରି କରିବେ? ଆପଣ ଦେଖିଥିବେ ଲାଞ୍ଜିପଲ୍ଲୀ ବାଇପାସ୍ ଇସ୍କନ ମନ୍ଦିର ପାଖରେ ସେଠି ଅସରାଏ ବର୍ଷା ହେଲେ ଯୋଉ ପ୍ରକାର ପାଣି ସେଠି ଜମିକି ରହୁଛି, ସେଟା ଗୋଟେ ପୋଖରୀର ନଦୀର ଭ୍ରମ ସୃଷ୍ଟି କରୁଛି। ଆଉ ସେଠି ସେ ନାଳ ଯୋଉ ପ୍ରକାର ପୁଙ୍ଗୁଳା ଅବସ୍ଥାରେ ପଡ଼ିଛି, ତାର ସେ ନାଳର ଚଉଡ଼ା ଯେତିକି, ସେଠି ଗାଈ ବଳଦ ବି ସେ ନାଳରେ ପଶିକି ମରିଗଲେ କିଏ ଜାଣିବେନି। ଆଉ ମଣିଷ ଭାସିଯିବା କଥା ଅତି ସାଧାରଣ କଥା। ଆଉ ଆପଣ ଦେଖିବେ ଯୋଉ ବାଜପେୟୀ ରୋଡ ଯୋଉଟା ସେଠି ଗୋଟେ ଡ୍ରେନ୍ କାମ ଆରମ୍ଭ ହୋଇଛି, ଯୋଉଟା କି ଆପଣଙ୍କର ବ୍ୟାଙ୍କ କଲୋନୀ ରୋଡକୁ ଲୁଚାପଡ଼ା ରୋଡକୁ କନେକ୍ଟ କରୁଛି। ସେଟା ଗୋଟେ ଯାତାୟାତ ଲୋକଙ୍କର ଆଉ ସ୍କୁଲ ପିଲାଙ୍କର ମୁଖ୍ୟ ଯାତାୟାତ ରାସ୍ତା, କିନ୍ତୁ ସେ ରାସ୍ତାର ଅବସ୍ଥା ଆପଣ ନ କହିଲେ ଭଲ। ଏତେ ସେଟାକୁ ରାସ୍ତାଟାକୁ ଡଷ୍ଟବିନ୍ କରିଦେଲେଣି। ଆଉ ଖାଲ ଖମା ପୁରା ସେ ରାସ୍ତାରେ ଯଦି ଆପଣ ଯିବେ ଗୋଟେ ପୋଖରୀ ପାର ହୋଇକି ଗଲା ପରି ଲାଗିବ। ମହାନଗର ନିଗମକୁ ଆମେ ଗୋଟେ ବୁଦ୍ଧିଜୀବୀ ହିସାବରେ ଅନୁରୋଧ କରୁଛୁ, ଲୋକମାନେ ତାତିକି ଗରମ ହେଇକି ରାଜରାସ୍ତାକୁ ଆସିକି ଷ୍ଟ୍ରାଇକ୍ କରିବା ପୂର୍ବରୁ ଆପଣ ଏସବୁ ରାସ୍ତା ମରାମତି କରନ୍ତୁ ଏବଂ ଡ୍ରେନ୍ ମରାମତି କରନ୍ତୁ। ଡ୍ରେନ୍ ଉପରେ କଭର ପ୍ଲେଟ୍ କରିକି ଫୁଟପାଥର ବ୍ୟବସ୍ଥା କରନ୍ତୁ। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନିତ କରିଛି। ଆଉ ଏତିକିବେଳେ ଗଲା କିଛିଦିନ ଧରି ସାରା ରାଜ୍ୟରେ ହେଉଛି ଅବିରତ ବର୍ଷା। ଗତ 2 ବର୍ଷରେ ବ୍ରହ୍ମପୁର ମହାନଗରରେ 2024 ଅଗଷ୍ଟ ମାସର ଲକ୍ଷ୍ମୀ ନୃସିଂହ ସାହିର 11 ବର୍ଷର ନାବାଳକ ସାଇରାମ ପାତ୍ର ଭାସିଯାଇ ମୃତ୍ୟୁବରଣ କରିଥିବା ବେଳେ 2025 ଜୁନ୍ ମାସରେ ମେଡିକାଲ କଲେଜ ଖେଳପଡ଼ିଆ ପାର୍ଶ୍ୱବର୍ତ୍ତୀ ନାଳରେ ଅଧ୍ୟାପକ ମହେନ୍ଦ୍ର ପାଣିଗ୍ରାହୀ ଗାଡ଼ିରୁ ପଡ଼ି ଯାଇ ସିଧା ନାଳରେ ପଡ଼ି ମୃତ୍ୟୁବରଣ କରିଥିଲେ। सर आपण परिचयटा दियंतु। मो ना देवी प्रसाद दास, लुचापड़ा बासिंदा मु। मुकुला ड्रेनटा अच्छी ये आप देखते से ड्रेनटा मुकुला आपको नहीं कौन मुकुला ड्रेन तो मु तो निजे अनुभवी से निजे थे पड़ जाइली संध्या समय हठात आगू गोटे बाइकटा आसगला पानी भितर अच्छी जमी गाड़ी टाणला पूरा गाड़ी सागर पड़ जाइए से विराट माड़ होता हुआ अभियोग कराऊँगी कर्णपात किए किए नाराज समस्ते दोष दौरान सी कौन बीएमसी ये कौन पंचायतर सी कौन आरडी कहुई किए हाँ हाँ कर सैड हो आम तो फिजिकाली देचु लिखित आकार दिए कहीं सेमती किसी क्लीयर करना अधे ड्रेन हो अधे बाकी अच्छी आम बर्तमान ये जो ठिया यू आपणकर मेन रोड लोचापड़ार राधाकृष्ण मंदिर पर्यटन ड्रेन है आमर प्रशासन उपर अनुरोध है जे जदि यहाँ जल्दी जल्दी आर समस्या समाधान न हुए आम बाध्य यही रास्तार ही आम ब्लॉक करूँ ता सांगे मेन रोड लुचापड़ा टू गेट बाजार बंदर टोटली आंदोलन कर टोटली आम जाम करदे। यहाँ हूँ मो तरफ सरकार को कि एरिया बासिंदा तरफ आम डिमांड कर बहुत जल्दी एटा आप एक्शन नियंतु ना आम यार प्रतिकार व्यवस्था आम निजे करूँ। अनेक भी एसबू नाଳରେ पड़ी गुरुतर आहत होइतिबा नै अभियोग हेउछि। ଏହା ସତ୍ତ୍ୱେ ବି ପ୍ରଶାସନ ମୁକୁଳା ନାଳ ଘୋଡ଼ାଇବାରେ ସମର୍ଥନ ହୋଇପାରିଲା ନାହିଁ। ମେଡିକାଲ ପାର୍ଶ୍ୱ ନାଳ ଅତି ଦୟନୀୟ ଅବସ୍ଥାରେ ବାଉଁଶର ବ୍ୟାରିକେଡ୍ ଭରସାରେ ରହିଥିବା ବେଳେ
ବ୍ରଜନଗର ଦେଇ ଯାଇଥିବା ନାଳଟିର ବହୁଭାଗ ମୁକୁଳା ପଡ଼ିଥିବା ବେଳେ ପ୍ରଶାସନ ତରଫରୁ ଡ୍ରେନ୍ କାମ କଚ୍ଛପ ଗତିରେ ଚାଲିଥିବା ଯୋଗୁଁ ସାମାନ୍ୟ କିଛି ଅଂଶର ଡ୍ରେନ୍ କଭର କାମ ସମାପ୍ତ ହୋଇଥିବା ବେଳେ ବାକି ଅଂଶ ବିପଦକୁ ଆମନ୍ତ୍ରଣ କରୁଛି। ତେଣୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସହରର ସମସ୍ତ ମୁକୁଳା ଡ୍ରେନ୍ଗୁଡ଼ିକ ମରାମତି କରିବା ସହିତ ଡ୍ରେନ୍ ସ୍ଲାବ୍ ଓ ଉଚ୍ଚ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ପାଇଁ ମହାନଗର ବାସିନ୍ଦା ଦାବି କରିଛନ୍ତି। ବ୍ରହ୍ମପୁର ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ ଦ ପବ୍ଲିକ୍ ମିଡିଆ।